ଏହା ଗୋଟିଏ କମାରଶାଳ। ଏଠାରେ ଲୁହା ଜିନିଷ କାର୍ଯ୍ୟ କରାଯାଏ। ଏଠାରେ ଗୋପାଳ ଏବଂ ତାଙ୍କ ବାପା ଦୁଇଜଣ ମିଶି ଲୁହା କାମ କରନ୍ତି। ଘରର ପରିସ୍ଥିତି ଯୋଗୁଁ ଗୋପାଳ କମ୍ ବୟସରେ ଏହି କମାରଶାଳରେ ବାପାଙ୍କୁ ସାହାଯ୍ୟ କରନ୍ତି। ଏ ହେଉଛନ୍ତି ଗୋପାଳର ବାପା। କାମ କରିବାର ସମୟ ହୋଇଗଲାଣି। ଏକୁଟିଆ କାମ କରିବା ସମ୍ଭବପର ନୁହେଁ। ତେଣୁ ପୁତ୍ର ଗୋପାଳକୁ ଅପେକ୍ଷା କରିଛନ୍ତି। ବାପା ମୋତେ ଅପେକ୍ଷା କରିଛନ୍ତି, ମୁଁ ଆସିଗଲି। ବାପା, ଆଜି ମୋର ମନକୁ ଏକ ପ୍ରଶ୍ନ ଆସିଅଛି। ତୁମେ ତା'ର ଉତ୍ତର ଦେବାକୁ ପଡ଼ିବ। ପୁଅ, କି ପ୍ରଶ୍ନ ତୁମ ମନକୁ ଆସିଅଛି, ଟିକେ କୁହ ତ? ବାପା, ଏହି ଦୁନିଆରେ ମନୁଷ୍ୟର ମୂଲ୍ୟ କେତେ ଅଟେ? ବାପା ପୁଅର ଏପରି ପ୍ରଶ୍ନ ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ। ପୁଅ, ଏକ ମଣିଷର ମୂଲ୍ୟ ଆକଳନ କରିବା ଅସମ୍ଭବ ଅଟେ। କ'ଣ ସମସ୍ତ ମନୁଷ୍ୟଙ୍କର ମୂଲ୍ୟ ମହତ୍ତ୍ୱପୂର୍ଣ୍ଣ ଅଟେ ବାପା? ହଁ ପୁଅ। ବାଳକ କିଛି ବୁଝିପାରିଲା ନାହିଁ। ତେବେ ବାପା, ଏହି ଦୁନିଆରେ କିଏ ଗରିବ ତ କିଏ ଧନୀ ଅଟେ? କାହାକୁ କମ୍ ସମ୍ମାନ ମିଳୁଛି ତ କାହାକୁ ଅଧିକ ସମ୍ମାନ ମିଳୁଛି କାହିଁକି? ପୁଅ ଗୋପାଳ, ଏଠାରେ ପଡ଼ିଥିବା ରଡ଼୍ଟି ଦେଖିପାରୁଛ? ଏହି ରଡ଼୍ଟିର ମୂଲ୍ୟ କେତେ ଟଙ୍କା ହେବ ଅନୁମାନ କରି କହିଲ? ବାପା, ଏହାର ମୂଲ୍ୟ ବୋଧହୁଏ 500 ଟଙ୍କା ହେବ। ପୁଅ, ଯଦି ମୁଁ ଏହି ରଡ଼ରେ ବହୁତ ଗୁଡ଼ିଏ ଛୋଟ ଛୋଟ କିଳା ଏବଂ କଣ୍ଟା ତିଆରି କରିଦେବି, ତେବେ ଏହାର ମୂଲ୍ୟ କେତେ ହେବ ଅନୁମାନ କରି କହିଲ? ବାପା, ଏହା ଅଧିକରେ ବିକା ହେବ। ଯେତେ ଦୂର ଅନୁମାନ, ଏହା 1500 ଟଙ୍କା ନିଶ୍ଚୟ ହେବ। ପୁଅ, ଯଦି ମୁଁ ଏହି ଲୁହାରେ ଘଣ୍ଟାର ବହୁତ ସ୍ପ୍ରିଙ୍ଗ ତିଆରି କରିଦିଏ, ତେବେ ଏହାର ମୂଲ୍ୟ କେତେ ହେବ ଅନୁମାନ କଲ? ବୁଝିଲେ ବାପା, ଏହାର ମୂଲ୍ୟ ଆଗ ଅପେକ୍ଷା ଆହୁରି ଅଧିକ ହେବ। ପୁଅ, ଠିକ୍ ଏହିପରି ମନୁଷ୍ୟର ମୂଲ୍ୟ କଳ୍ପନା କରାଯାଇପାରେ ନାହିଁ। ବର୍ତ୍ତମାନ ତା'ର ଅବସ୍ଥା କ'ଣ ଅଛି ଏବଂ ପରବର୍ତ୍ତୀ ସମୟରେ ତା'ର ଅବସ୍ଥା କ'ଣ ହୋଇପାରେ। ସାଙ୍ଗମାନେ, ବୋଧହୁଏ ଆମେ ଆମମାନଙ୍କର ଠିକ୍ ମୂଲ୍ୟ ଆକଳନ କରିବାରେ ଭୁଲ କରିଦେଉଛେ। ଆମେ ଆମର ବର୍ତ୍ତମାନର ଷ୍ଟାଟସକୁ ଦେଖିକରି ନିଜକୁ ମୂଲ୍ୟହୀନ ଭାବୁଛେ। କିନ୍ତୁ ମନୁଷ୍ୟ ଜୀବନରେ ଉତ୍ଥାନ ପତନ ଅଛି। ଆମ୍ଭମାନଙ୍କର ଜୀବନ ସଦାବେଳେ ସମ୍ଭାବନାରେ ପରିପୂର୍ଣ୍ଣ ଅଟେ। ଆମ୍ଭମାନଙ୍କର ଜୀବନରେ ପରିସ୍ଥିତି ଠିକ୍ ନଥିଲେ ମଧ୍ୟ ଆମର ମୂଲ୍ୟ କମ୍ ହୋଇଯାଏ ନାହିଁ। ମନୁଷ୍ୟ ରୂପରେ ଆମର ଜନ୍ମ ଏ ଦୁନିଆରେ ହୋଇଅଛି। ଏହାର ଅର୍ଥ ଆମେମାନେ ସ୍ୱତନ୍ତ୍ର ଏବଂ ଗୁରୁତ୍ୱପୂର୍ଣ୍ଣ ହେବା ଆବଶ୍ୟକ। ଆମେ ଆମର ଉପଯୁକ୍ତ ମୂଲ୍ୟ ପ୍ରାପ୍ତ କରିବା ଦିଗରେ ଗତି କରିବା ଉଚିତ।